नमस्कार। साधारणतंत्र दिवस रे कम समय रे बहुत सहज और सरल सुंदर भाषणटीए समस्त को भल लागिबो। सम्माननीय सभापति महोदय, बरण्य शिक्षक मंडली, उपस्थित सज्जन मंडली, मंचस्थ मुख्य अतिथि, मोर सान बड़ भाई भौणी और सहपाठिनी गण, आज आम 75तम गणतंत्र दिवस पालन करने को जाऊछु। ଏହି ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗଣ ଶବ୍ଦର ଅର୍ଥ ଲୋକମାନେ ଓ ତନ୍ତ୍ର ଶବ୍ଦର ଅର୍ଥ ଶାସନ। ଆମେ ସମସ୍ତେ ଜାଣିଛେ ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହୋଇଥିଲା, କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଇଂରେଜ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ହେଉଥିଲା। ଭାରତର ସ୍ୱତନ୍ତ୍ର ଆଇନ ଖସଡ଼ା ବା ସମ୍ବିଧାନ ସେତେ ଦିନ ଯାଏଁ ପ୍ରଣୀତ ହୋଇନଥିଲା। ସମସ୍ତେ ଅନୁଭବ କଲେ ଯେହେତୁ ଆମ ଦେଶ ସ୍ୱାଧୀନତା ହାସଲ କରିଛି, ଆମେ ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ ହେବା ଉଚିତ। ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠିତ ହେଲା। ଏହାର ମୁଖ୍ୟ ଥିଲେ ଭୀମରାଓ ଆମ୍ବେଦକର। ସେ ଥିଲେ ଭାରତୀୟ ସମ୍ବିଧାନର ଜନକ। ଭାରତୀୟଙ୍କୁ ଖାପ ଖୁଆଇଲା ଭଳି ଗୋଟିଏ ସମ୍ବିଧାନ ଖସଡ଼ା ତିଆରି କରି ଡାକ୍ତର ଭୀମରାଓ ଆମ୍ବେଦକର ଆଧୁନିକ ଯୁଗର ମନୁ ପାଲଟି ଗଲେ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମ ଦେଶ ଆମ ଆଇନ ଅନୁସାରେ ପରିଚାଳିତ ହେଲା। ସେହି ଦିନଠାରୁ ଅର୍ଥାତ୍ 1950 ମସିହା ପରେ ଜାନୁଆରୀ 26 ତାରିଖରୁ ଭାରତ ଗୋଟିଏ ସାର୍ବଭୌମ୍ୟ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ବିଶ୍ୱ ଦରବାରରେ ସ୍ୱୀକୃତି ଲାଭ କରିଥିଲା। ଭାରତବର୍ଷର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଭାରତୀୟ ଏହି ପର୍ବକୁ ବହୁ ଆନନ୍ଦରେ ପାଳନ କରିଥାନ୍ତି। ଆମ ଘରେ ଯେମିତି ପୂଜା ପାର୍ବଣରେ ପିଠାପଣା ହୁଏ, ସାଧାରଣତନ୍ତ୍ର ଦିବସରେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୁଏ। ଦିଲ୍ଲୀର ଗେଟ୍ ଠାରେ, ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଜଳ, ସ୍ଥଳ, ବାୟୁସେନା, ଏନ୍ସିସି, ଅଗ୍ନିଶମ ସେବା ବାହିନୀ ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଇଥାଏ। ତ୍ରିରଙ୍ଗା ଝଣ୍ଡା ଉତ୍ତୋଳିତ ହେବା ପରେ ଦେଶବାସୀ ତଥା ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥାନ୍ତି। ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦଳ ଦିଲ୍ଲୀଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ କରିଥାନ୍ତି। ସାରା ଦେଶରେ ବିଦ୍ୱାନ, ବୀର ସୈନିକ, ଦକ୍ଷ ପୋଲିସମାନଙ୍କୁ ଏହି ପବିତ୍ର ଦିବସରେ ପୁରସ୍କୃତ କରାଯାଏ। ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତରତ୍ନ ଠାରୁ ଆରମ୍ଭ କରି ପଦ୍ମଶ୍ରୀ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ହୋଇଥାଏ। ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ହୋଇଥାଏ। ତ୍ରିରଙ୍ଗା ଝଣ୍ଡା ତଳେ ସମସ୍ତେ ଏକଜୁଟ ହୋଇ ଭାରତର କୋଣ ଅନୁକୋଣରେ ସମ୍ମାନ ଜଣାଇଥାନ୍ତି। ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ, ଆମ ପାଇଁ ଆତ୍ମସମୀକ୍ଷାର ଦିନ ଅଟେ। 140 କୋଟି ଭାରତୀୟ ଯେଉଁଦିନ ନିଜ ଅନ୍ତରରୁ ଏକ ମନ ଏକ ପ୍ରାଣ ହୋଇ ଭାରତର ଉନ୍ନତି ପାଇଁ ଆଗେଇ ଆସିବେ, ସେହି ଦିନ ହିଁ ଗଣତନ୍ତ୍ର ଦିବସର ପ୍ରକୃତ ମୂଲ୍ୟାୟନ ହୋଇପାରିବ। ପବିତ୍ର ଦିବସରେ ଆଜି ଆମେ ଶପଥ ନେବା, ଆମେ ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।